ଆମର ନଖ ଯେଉଁ ରହିଲା ଯେହେତୁ ଆମର 10ଟା ଅଙ୍ଗୁଳିରେ ରହୁଛି 10ଟା ଗୋଡ଼ରେ ବି ରହୁଛି ଟୋଜ୍ରେ ରହୁଛି ସୋ ନଖଟା ସ୍କିନ୍ର ଗୋଟେ ପାର୍ଟ ଆମର ଚର୍ମରୁ ଦୁଇଟା ଜିନିଷ ବାହାରେ ଗୋଟେ ହେଲା ହେୟାର ଆଉ ଗୋଟେ ହେଲା ନେଲ୍ ସୋ ନେଲ୍ଟା ଗୋଟେ ସ୍କିନ୍ର ଡେଡ୍ ଟିସ୍ୟୁଟା ସ୍କିନ୍ର ଆଉଟଗ୍ରୋଥ୍ ତେଣୁ ସ୍କିନ୍ର ଏନି ଚେଞ୍ଜ ବା ଚର୍ମରେ ଯେକୌଣସି ରୋଗ ସବୁବେଳେ ନଖ ଉପରେ ଇଫେକ୍ଟ ପକାଇଥାଏ ଆପଣ ଦେଖିଥିବେ ହଠାତ୍ ଧର କିଛି ଭାଇରାଲ୍ ଇନଫେକ୍ସନ୍ ହେଲା ଯେମିତି ଏବେ ଆଜିକାଲି ଗୋଟେ ହ୍ୟାଣ୍ଡ ଫୁଟ୍ ମାଉଟ୍ ହେଉଛି ବହୁତ ଗୁଡ଼ା ଆପଣ ମେଡ଼ିସିନ ରିଆକ୍ସନ୍ ହେଲେ ହଠାତ୍ ସବୁ ନଖ ଝଡ଼ିଯିବ ସୋ ନଖ କାରଣ ସେଇ ସମୟରେ କ'ଣ ହୁଏ ଗ୍ରୋଥଟା ଏରେଷ୍ଟ ହେଇଯାଏ ମାନେ ଆପଣଙ୍କର ଯେଉଁ ନଖଟା ବଢ଼ୁଛି ସେ ବନ୍ଦ ହେଇଯାଏ ତେଣୁ ସେଇ ପାର୍ଟଟା ଗୋଟେ କଟ୍ ହେଇଯାଏ ସେ ନଖଟା ଝଡ଼ିଯାଏ ପୁଣି ନୂଆ ନଖ ଆସେ ତେଣୁ ଦେହରେ ଯାହା ଯାହା ରୋଗ ଅଛି ତା'ର ଇଫେକ୍ଟ ମଧ୍ୟ ନଖ ଉପରେ ପଡ଼ିଥାଏ ସୋ ବେସିକାଲି କ'ଣ ଆମକୁ ହୁଏ ଅସୁବିଧା ନଖରେ ଗୋଟେ ହେଲା ପ୍ରଥମ ବହୁତ ଇମ୍ପୋର୍ଟାଣ୍ଟ ହେଲା ଫଙ୍ଗାଲ୍ ଇନଫେକ୍ସନ୍ ଯାଦୁ ଯେଉଁଟା ଆମର ଦେହରେ ହେଉଛି ଯେଉଁଟା ଆପଣ ଦେଖୁଥିବେ ଯେଉଁ ରିଙ୍ଗ ୱାର୍ମ ଆମେ କହୁଛୁ ଗୋଲେଇ ଗୋଲେଇ ହେଇକି ଦେହ ସାରା ମାଡ଼ିଯାଉଛି ସବୁବେଳେ କ'ଣ ହୁଏ ନଖଟା ଗୋଟେ ତା'ର ଷ୍ଟୋର୍ ହାଉସ୍ କିମ୍ବା ନଖ ଦ୍ୱାରା ହିଁ ସେଇଟା ବେଶୀ ବ୍ୟାପିଥାଏ ଯଦି ଆପଣଙ୍କର ନଖଟା ଇନଫେକ୍ସନ୍ ଅଛି ଆପଣ କେମିତି ଜାଣିବେ ଦେଖିବେ ନଖଟା ପୁରା ମୋଟା ହେଇଯାଉଛି ଏବଂ ଆଗ ଆଡ଼ୁ ନଖ ତଳେ ଦେଖିବେ ଗୋଟେ ଡେଡ୍ ଟିସ୍ୟୁ ବା ମାନେ ଦେଖିବେ ନଖ ତଳଟା ପୁରା ବଢ଼ି 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 ଯାଉଛି ମୋଟା ହେଇଯାଉଛି ଏବଂ ଡିସ୍କଲର୍ ହେଇଯାଏ ଧଳା ଦେଖାଯିବ କିମ୍ବା ବିଭିନ୍ନ ପ୍ରକାର କଲର୍ ଦେଖାଯିବ ସୋ ଏଇସବୁ ଜିନିଷ ହେଲେ ପ୍ରଥମେ ଯଦି ନଖରେ ଫଙ୍ଗସ୍ ରହୁଛି ସେଇଠୁ ଆପଣ ଯେଉଁଠି କୁଣ୍ଡେଇ ହେବା ଦ୍ୱାରା ଯେକୌଣସି ଜାଗାରେ ସ୍କିନ୍କୁ ସେଇଟା ଟ୍ରାନ୍ସମିଟ୍ ହେଇଥାଏ ତେଣୁ ଦେହ ସାରା ବ୍ୟାପିଥାଏ ନଖରେ ବେଳେବେଳେ ନଥାଇ ମଧ୍ୟ ଯାଦୁ ଗୁଡ଼ା ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ବ୍ୟାପିଥାଏ ଏଇଟା ସବୁ ଗୋଡ଼ରେ ବି ହେଇପାରେ ହାତ ନଖରେ ମଧ୍ୟ ହେଇପାରେ କିନ୍ତୁ ଆପଣ ଯେତେବେଳେ ଦେଖିବେ କାଟିଲା ବେଳେ ଆପଣଙ୍କର ନର୍ମାଲ୍ ନାଖଟାକୁ କାଟି ପାରୁନାହାନ୍ତି ଟାଣ ହେଇଯାଉଛି ସବୁବେଳେ ଆଗେ ସସ୍ପେକ୍ଟ କରିବେ ଫଙ୍ଗାଲ୍ ଇନଫେକ୍ସନ୍ ହେଇଥାଇପାରେ ଏବଂ ସେଥିପାଇଁ ତା ପାଇଁ ପ୍ରପର୍ ଟ୍ରିଟମେଣ୍ଟ ଦରକାର ତା ଛଡ଼ା ଅଦର ରୋଗ ହେଲା ଯେମିତି ଆମର ସୋରିଆସିସ୍ରେ ଲାଇକେନ୍ ପ୍ଲାନସ୍ରେ ସେଥିରେ ସବୁ ନଖର ଇନଭଲଭମେଣ୍ଟ ହୁଏ ଆପଣଙ୍କର ବାୟୋଟିନ୍ ଡେଫିସିଏନ୍ସି ହେଲେ ଧର ଆପଣଙ୍କର ଭିଟାମିନ୍ ଡେଫିସିଏନ୍ସି ହେଲେ ସେଥିରେ ମଧ୍ୟ ନଖ ଡ୍ୟାମେଜ୍ ହୁଏ ବେଳେବେଳେ କ'ଣ ହୁଏ ଯେଉଁ କଣ ନଖା ହୁଏ ବା ନଖ ସାଇଡ଼୍ରେ ଯଦି ବହୁତ ଆପଣ ପାଣି କାମ କରୁଛନ୍ତି ତାହେଲେ କ'ଣ ହେବ ପାଣି ଆଉ ସର୍ଫ ଲାଗିକି ସେଥିରେ ଇନଫ୍ଲାମେସନ୍ ହେଇଯାଏ ଫୁଲିଯାଏ ସୋ ନଖ ମୂଳ ଗୁଡ଼ା ଯଦି ଫୁଲିଯାଏ ସେଥିରେ ମଧ୍ୟ ନଖ ଗୁଡ଼ା ଡ୍ୟାମେଜ୍ ହେଇଯାଏ ବହୁତ ସମୟରେ ନଖଟା ମୋଟା ନ ହୋଇକି ପତଳା ହେଇଯାଏ ଆପଣ ଦେଖିବେ ଟିକେ ରିବିରି ମାନେ ଗୋଟେ ଖାଲ ଖାଲ ହେଇଥିବ ନଖ ଉପରେ ସେଗୁଡ଼ା ବି ସବୁ ମଧ୍ୟ ସେଇ ଯଦି ନେଲ୍ ଫୋଲ୍ଡରେ କିଛି ରୋଗ ହେଲେ ତା କାରଣରୁ ହେଇପାରେ ସୋ ନଖରେ ସବୁ ଡିଜିଜ୍ର ଗୋଟେ ପ୍ରଭାବ ରହିଛି ତେଣୁ ନଖରେ କିଛି ଯଦି ଆପଣ ଆବନର୍ମାଲିଟି ଦେଖୁଛନ୍ତି ସବୁବେଳେ ଆପଣ ଯଦି ସ୍କିନ୍ ସ୍ପେଶାଲିଷ୍ଟ ବା ଚର୍ମ ଡାକ୍ତରଙ୍କ ପରାମର୍ଶ ନେବେ ତେବେ ବେଳେବେଳେ ଆପଣଙ୍କର ପ୍ରାଇମେରୀ ଡିଜିଜ୍ ଜଣାହେବ ଆଉ କିଛି ରୋଗ ଅଛି ଯେମିତି ଆପଣଙ୍କର ହାର୍ଟ ପ୍ରୋବ୍ଲେମ୍ ହେଲେ କିଛି କାର୍ଡ଼ିଆକ୍ ପ୍ରୋବ୍ଲେମ୍ ଥିବ ସେଥିରେ ବି ଦେଖିବେ ନଖ ଗୁଡ଼ା ଏକଦମ ଗୋଟେ କେମିତି ବଙ୍କା ହେଇଯାଇଥିବ ସୋ ବେଳେବେଳେ କିଛି ସିଷ୍ଟମିକ୍ ଡିଜିଜ୍ ମଧ୍ୟ ଜଣାପଡ଼େ ତେଣୁ ନଖରେ ଆବନର୍ମାଲିଟି ଅଛି ମାନେ ଆପଣ ଇମିଡ଼ିଏଟ୍ ସବୁବେଳେ ଡାକ୍ତରଙ୍କ ପରାମର୍ଶ କରାଇ ନିଅନ୍ତୁ ଆଉ ନଖକୁ ସୁନ୍ଦର ରଖିବା ପାଇଁ ହେଲେ ପ୍ରଥମ ଜିନିଷ ଅଛି ଆପଣ ନଖଟାକୁ ଠିକ୍ସେ କାଟନ୍ତୁ ମାନେ ନଖର ଅଗ୍ରଭାଗଟାକୁ ବଙ୍କା କରନ୍ତୁ ନାହିଁ ସିଧା କରିକି କାଟନ୍ତୁ ସୋ ଦ୍ୟାଟ୍ ଆପଣଙ୍କର କ'ଣ ହେବ କଣ ନଖା ହେବ ନାହିଁ ବା ସାଇଡ଼୍ରେ ଆପଣଙ୍କର ସ୍ପେସ୍ କ୍ରିଏଟ୍ ହେବ ନାହିଁ ଯାହାଦ୍ୱାରା ଆପଣଙ୍କର ବାର ବାର ଫଙ୍ଗାଲ୍ ଇନଫେକ୍ସନ୍ ହେବାର ସମ୍ଭାବନା ଅଧିକା ରହୁଛି ଆଉ ଗୋଡ଼ରେ କ'ଣ ହୁଏ ଆମେ ଯେତେବେଳେ ଟାଇଟ୍ ଜୋତା ପିନ୍ଧୁଛେ ସେତେବେଳେ ଗୋଡ଼ ନଖ ଗୁଡ଼ା ଜାକି ହେଇକି ସବୁବେଳେ ନଖଟା ଭିତରକୁ ପଶିଯାଏ ମାଂସ ଭିତରକୁ ପଶିଯାଏ ଯେଉଁଟାକି ଆମେ କଣ ନଖା କହୁ ବହୁତ ସମୟରେ ମୁଁ ଦେଖିଛି ଲୋକ ତାକୁ ବାର ଆଣ୍ଟିବାୟୋଟିକ୍ ଖାଇକି ଦବେଇକି ରଖିବା ପାଇଁ ଚେଷ୍ଟା କରନ୍ତି ସେଥିରେ କୌଣସି କାରଣ ନାହିଁ ଆପଣ ସବୁବେଳେ ଚେଷ୍ଟା କରନ୍ତୁ ନଖ କଣଟା ଭିଜିବୁଲ୍ ହେବା ଦରକାର ମାନେ ଆପଣ ବାହାରକୁ ଦେଖାଯାଉଥିବା ଦରକାର ତେଣୁ ସେହି ଅନୁସାରେ ନଖଟାକୁ ସିଧା କାଟନ୍ତୁ ଏବଂ ମାଂସରୁ ବାହାରକୁ ଆସିବା ପାଇଁ ଦିଅନ୍ତୁ ମାଂସଟାକୁ ଜାକିକି ଧରିକି ଆପଣ ନଖଟାକୁ ବାହାରକୁ ଆସିବା ପାଇଁ ଦେଲେ ସେ ପ୍ରୋବ୍ଲେମ୍ଟା ହେବ ନାହିଁ ଆଉ ଯଦି ହେଉଛି ତା'ର ଟ୍ରିଟମେଣ୍ଟ ହେଉଛି ସର୍ଜରୀ ସେଥିପାଇଁ ତାକୁ ଗୋଟେ ମାଇନର ସର୍ଜରୀ କରିକି ସେ ନଖଟାକୁ ଆମେ ଡିଫର୍ମିଟିଟାକୁ କରେକ୍ସନ୍ କରିଥାଉ ନଖର ଆଉ ଗୋଟେ ଅସୁବିଧା ହେଉଛି ଡ୍ରଗ୍ର ଇଫେକ୍ଟ ଆପଣ ବହୁତ ସମୟରେ କିଛି ମେଡ଼ିସିନ ଯଦି ଖାଉଛନ୍ତି ତା'ର ଇଫେକ୍ଟଟା ମଧ୍ୟ ନଖରେ ଆସିଥାଏ ଯଦି ଆପଣ କିଛି ଅଲଗା ମେଡ଼ିସିନ ଖାଉଛନ୍ତି ଯେମିତି ଆପଣ କିଛି ଟିବି ମେଡ଼ିସିନ ଖାଉଛନ୍ତି କିମ୍ବା କ୍ୟାନ୍ସର ପାଇଁ କୌଣସି ମେଡ଼ିସିନ ଖାଉଛନ୍ତି କିମ୍ବା ଯେକୌଣସି ଡିଜିଜ୍ ପାଇଁ ମେଡ଼ିସିନ ଖାଉଛନ୍ତି ଏବଂ ତାଦ୍ୱାରା ଆପଣଙ୍କ ନଖରେ କିଛି ଚେଞ୍ଜେସ୍ ଆସୁଛି ତାହାକୁ ମଧ୍ୟ ପରାମର୍ଶ କରିନେବା ଦରକାର ସୋ ଦ୍ୟାଟ୍ ସେଇ ସାଇଡ଼୍ ଇଫେକ୍ଟଟାକୁ ଆମେ ଏଭଏଡ଼୍ କରିପାରିବୁ ଆମକୁ ବହୁତ କମନ୍ ଜିନିଷ ଭିତରେ ଗୋଟେ ହେଉଛି କଣ ନଖା ଆଉ ଗୋଟେ ହେଉଛି ଆପଣଙ୍କର ନଖରେ ଯେଉଁ ଫଙ୍ଗାଲ୍ ଇନଫେକ୍ସନ୍ ସୋ ଫଙ୍ଗାଲ୍ ଇନଫେକ୍ସନ୍ରେ କୌଣସି ଘରୋଇ ରେମେଡ଼ି ନାହିଁ ସବୁବେଳେ ସେଥିରେ ଔଷଧ ଖାଇବା ପାଇଁ ପଡ଼େ ଏବଂ ବହୁତ ଅଧିକା ଦିନ ଖାଇବା ପାଇଁ ପଡ଼େ ଯେହେତୁ ନଖର ଗ୍ରୋଥଟା ସ୍ଲୋ ଯେମିତି ଆପଣଙ୍କ ହାତ ନଖରେ ହେଇଥିଲେ ଆପଣଙ୍କୁ 3ରୁ 4 ମାସ ଖାଇବା ପାଇଁ ପଡ଼ିବ ଗୋଡ଼ ନଖରେ ହେଇଥିଲେ 6 ମାସରୁ ବର୍ଷେ ଖାଇବା ପାଇଁ ପଡ଼ିବ ଯେହେତୁ ନଖର ଗ୍ରୋଥଟା ଆମର ନେଲ୍ର ସ୍ଲୋ ସେଥିପାଇଁ ମେଡ଼ିସିନଟା ମଧ୍ୟ ବହୁତ ସ୍ଲୋଲି କାମ କରେ ଆଉ କଣ ନଖା ପାଇଁ ଯଦି ଆପଣଙ୍କର ଏକ୍ୟୁଟ୍ ମାନେ ଏବେ ବହୁତ ପେନ୍ ହେଉଛି
ତେବେ ଆପଣ ଉଷୁମ ପାଣିରେ ଟିକେ ଗୋଡ଼ ବୁଡ଼େଇକି ରଖିଲେ 2-3 ମିନିଟ୍ ସେଥିରେ ଆପଣଙ୍କର ଯେଉଁ ପେନ୍ ପରସେଣ୍ଟଟା କମିଯିବ। ଆଣ୍ଟିବାୟୋଟିକ୍ କ୍ରିମ୍ ଲଗାଇଲେ ଆପଣଙ୍କର ଯେଉଁ ଇନଫେକ୍ସନ୍ ପାର୍ଟଟା କମିଯିବ। ତାପରେ ସେଟାକୁ ସର୍ଜରୀ କରିକି କରେକ୍ସନ୍ କରିବା ପାଇଁ ପଡ଼େ। ଆଉ ଯଦି ଅଲଗା କିଛି ଆପଣ କଲର୍ ଚେଞ୍ଜ ଦେଖୁଛନ୍ତି କିମ୍ବା ଆପଣଙ୍କର ୟେଲୋ କଲର୍ ହେଇଯାଉଛି କିମ୍ବା ଆପଣଙ୍କର କୌଣସି ବିରି ହେଇଯାଉଛି, ମୁଁ ଯେମିତି କହିଲି ନଖରେ ଖାଲ ହେଇଯାଉଛି, ନଖଟା ବେଣ୍ଡ ହେଇଯାଉଛି, ତେବେ ତା ପାଇଁ ସବୁବେଳେ ପ୍ରାଇମେରୀ ରୋଗଟାକୁ ଚିହ୍ନଟ କରିବା ପାଇଁ ଆପଣ ଚର୍ମ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ସେହି ଅନୁସାରେ ତା'ର ଯଦି ପ୍ରାଇମେରୀ ଡିଜିଜ୍ଟାକୁ ଆମେ ଟ୍ରିଟମେଣ୍ଟ କରିବୁ ତେବେ ନଖଟା ଆପଣଙ୍କର ସେଇ ଯେଉଁ ନଖଟା ଡିଫର୍ମଡ୍ ହେଇଯାଉଛି ବା ନଷ୍ଟ ହେଇଯାଉଛି ସେଥିରୁ ରୋକାଯାଇପାରିବ। ଆଉ ଗୋଟେ ଜିନିଷ ରହିଲା, ଆପଣ ଡେ ଟୁ ଡେ ଲାଇଫ୍ରେ ଆପଣ ବହୁତ ସମୟରେ ନେଲ୍ ପଲିସ୍ ଲଗାଉଛନ୍ତି, ନେଲ୍ ପଲିସ୍ ରିମୁଭର୍ ୟୁଜ୍ କରୁଛନ୍ତି, ସେଥିରେ କିଛି ଅସୁବିଧା ନାହିଁ। କିନ୍ତୁ ଯଦି ଦେଖିବେ ଆପଣ ଗୋଟେ ପର୍ଟିକୁଲାର ନେଲ୍ ପଲିସ୍ ଲଗାଇଲା ପରେ ଆପଣଙ୍କ ସାଇଡ଼୍ରେ ପୁରା ଚର୍ମ ଗୁଡ଼ା ମାନେ ନଖ ମୂଳ ଗୁଡ଼ା ବା ନଖ ସାଇଡ଼୍ ଗୁଡ଼ା ଇନଫ୍ଲାମ୍ଡ ହେଉଛି ବା ଫୁଲି ଯାଉଛି, ତାହେଲେ ଆପଣ ସେଗୁଡ଼ା ବ୍ୟବହାର କରନ୍ତୁ ନାହିଁ। ଯଦି ଆପଣ କିଛି କାମ କରୁଛନ୍ତି, ଯେମିତି ଆପଣଙ୍କର ରୋଷେଇ କାମ ହେଉ ବା ଯେଉଁଥିରେ ପାଣି ଅଧିକା ଲାଗୁଛି ସେଇଭଳିଆ କାମ କରୁଛନ୍ତି, ଆଉ ତାପରେ ଦେଖିବେ ଆପଣଙ୍କର ନଖ ଗୁଡ଼ା ସାଇଡ଼୍ରେ ବହୁତ ଫୁଲି ଯାଉଛି, ତେବେ ଆପଣ କ'ଣ କରନ୍ତୁ, କାମ ସରିଲା ପରେ ଆପଣ ଟିକେ ତେଲ ଲଗାନ୍ତୁ। ବହୁତ ସମୟରେ ଯେଉଁ ଉଷୁମ ତେଲ ବି ଟିକେ ପକାନ୍ତି ନଖ ମୂଳରେ, ସେଥିରେ କିଛି ଅସୁବିଧା ନାହିଁ, ସେଥିରେ ବି ଆପଣଙ୍କର ଇନଫ୍ଲାମେସନ୍ କମେଇବ। ଆପଣ ଯେତେବେଳେ ପାଣି କାମ ସରିଯାଉଛି ଯଦି ଆପଣ ତେଲ ଲଗାଇବେ ତାହେଲେ ନଖ ମଧ୍ୟ ସୁସ୍ଥ ରହିବ। ଆଉ କିଛି ଖାଦ୍ୟ ରହିଲା ଯେଉଁଥିରେ ଆମର ନଖର ଗ୍ରୋଥ୍ ପାଇଁ, ହେୟାର ଆଉ ନେଲ୍ ପାଇଁ ଆମକୁ ବାୟୋଟିନ୍ର ଆବଶ୍ୟକତା ଥାଏ। ତେଣୁ ଯେଉଁଟାକି ୟୁଜୁଆଲି ସଫିସିଏଣ୍ଟ ଆମାଉଣ୍ଟରେ ଯଦି ଆପଣଙ୍କ ଫୁଡ଼ରେ ରହିବନି, ସେଥିରେ ମଧ୍ୟ ଆପଣଙ୍କର ନଖଟା ଡିଫର୍ମଡ୍ ହେବାର ଚାନ୍ସ ଅଛି। ତେଣୁ ସୁଷମ ଖାଦ୍ୟ ସହିତ ଆପଣଙ୍କର ସପ୍ଲିମେଣ୍ଟ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଖାଇଲେ ଆପଣଙ୍କର ନଖ ମଧ୍ୟ ସୁନ୍ଦର ହେଇକି ରହିବ।